हाँ, ଆମେ ଆଜି ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 533। ପ୍ରଭୁ ଲେଖୁଛନ୍ତି 533ରେ, ସର୍ବତ୍ର ପ୍ରଭୁଙ୍କର ହିଁ ଦର୍ଶନ କର ଏବଂ ମୁଖାଗୁଡାକୁ ଦେଖି ଆଦୌ ଭୟ କର ନାହିଁ। ବିଶ୍ୱାସ ରଖିଥାଅ ଯେ ଯାବତୀୟ ମିଥ୍ୟା ହେଉଛି ଗଢ଼ି ଉଠୁଥିବା ଏକ ସତ୍ୟ ଅଥବା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବା ସତ୍ୟ। ଯାବତୀୟ ବିଫଳତା ହେଉଛି ଗୁପ୍ତ ହୋଇ ରହିଥିବା ଫଳଦାୟକତା। ଯାବତୀୟ ଦୁର୍ବଳତା ହେଉଛି ସୁଦୃଷ୍ଟିରୁ ଆପଣାକୁ ଲୁକ୍କାୟିତ କରି ରଖିଥିବା ସବଳତା ଏବଂ ଯାବତୀୟ ଦୁଃଖ ହେଉଛି ଗୁପ୍ତ ଏବଂ ପ୍ରବଳ ହୋଇ ରହିଥିବା ଏକ ଉଲ୍ଲାସ। ଯଦି ତୁମର ବିଶ୍ୱାସ ସୁଦୃଢ଼ ଏବଂ ଅନୁଶୋଚନା ମୁକ୍ତ ହୋଇଥାଏ, ତେବେ ତୁମେ ଜଣେ ପରିଶେଷରେ ସେହି ପୂର୍ଣ୍ଣ ସତ୍ୟମୟ, ସର୍ବଶକ୍ତିଶାଳୀ ଏବଂ ସର୍ବାନନ୍ଦଙ୍କୁ ଅବଶ୍ୟ ପ୍ରତ୍ୟକ୍ଷ ଏବଂ ଅନୁଭବ କରିପାରିବ। ସଂସାରରେ ଯୋଉ ରହସ୍ୟ ସବୁ ରହିଛି, ସେ ରହସ୍ୟର ଉନ୍ମୋଚନ ଏଇ ଜ୍ଞାନ 533ରେ କରିଛନ୍ତି। ଦେଖନ୍ତୁ, କହୁଛନ୍ତି, ତୁମେ ଯଦି ସର୍ବତ୍ର ପ୍ରଭୁଙ୍କର ଦର୍ଶନ କରିବ, ତେବେ କାହାକୁ ଆଉ ଭୟ କରିବ? ସୃଷ୍ଟିର ପ୍ରତ୍ୟେକ କୋଣ ଅନୁକୋଣରେ, ପ୍ରତ୍ୟେକ ସ୍ଥିତିରେ କେବଳ ପ୍ରଭୁଙ୍କୁ ଦର୍ଶନ କରିବ। କେବଳ ଯଦି ଚତୁର୍ଦିଗରେ ମୋତେ ପରମ ପରମ ପରମେଶ୍ୱର ପ୍ରଭୁ ହିଁ ଦେଖାଯିବେ ବା ମୁଁ ଦର୍ଶନ କରିପାରିବାର ସାମର୍ଥ୍ୟ ରଖିଛି, ତେବେ ଏଇ ଯୋଉ ମୁଖା ଗୁଡ଼ିକୁ ଦେଖି ଆଦୌ ଭୟକର ନାହିଁ କହୁଛନ୍ତି। ମୁଖା ଗୁଡ଼ିକ ମାନେ ଯାହା ଆମକୁ ଚତୁଃପାର୍ଶ୍ୱରେ ଦେଖାଯାଉଛି, ଯୋଉଥିରେ କି ବର୍ତ୍ତମାନ ଯଦି ଆମେ ସାଧାରଣ ଚେତନାରେ ଦେଖୁଛନ୍ତି, ସେଗୁଡ଼ିକ ଭଗବାନଙ୍କର ରୂପ ବୋଲି ମୁଁ ଦେଖିପାରୁ ନାହିଁ। ଯେପରି ଜଣେ ମୁଖା ପିନ୍ଧିଲେ ତାର ପ୍ରକୃତ ଚେହେରାଟି ଦେଖାଯାଏ ନାହିଁ, ଆମେ ସେ ମୁଖା ଦେଖିକି କେତେବେଳେ ଡରିଯାଉ, କେତେବେଳେ ଖୁସି ହଉ। ଆପଣଙ୍କର ମନେ ଥିବ, ଆଗରୁ ପୁରୁଣା, ଏବେ ଆଉ ତ ସେମିତି ଆସୁନି, ପୁରୁଣା କାଳରେ, ପୁରୁଣା କାଳ କଣ, କିଛି ବର୍ଷ ପୂର୍ବେ ବିବାହଘର ମାନଙ୍କରେ ଦେଖିବେ ଘୋଡ଼ା ନାଚ ଆସେ, ହାତୀ ଆଉ ବୁଢା ବୁଢୀ ନାଚ ଆସେ। ସେଥିରେ ଗୋଟେ ମୁଖାଟେ ପିନ୍ଧିଥିବେ, ଏଡେ ବଡ ନାକ, ବୁଢା ବୁଢୀ ନାଚିବେ। ବହୁତ ସୁନ୍ଦର ସେ ନାଚ ଦେଖିବା ପାଇଁ। ଏବଂ ଯେତେବେଳେ ରାକ୍ଷସ ବାହାରେ, ଭୟଙ୍କର ମୁଖା, ସେତେବେଳେ ତାକୁ ଦେଖିକି ପିଲା ବି ଡରିଯାଆନ୍ତି। କିନ୍ତୁ ଯଦି ବୁଢା ବୁଢୀ ଆସନ୍ତି, ସମସ୍ତେ ଦେଖିକି ହସନ୍ତି। ଛୋଟ ପିଲା ବି ହସେ, ବଡ ଲୋକ ବି ହସନ୍ତି। ଯେତେବେଳେ ରାକ୍ଷସ ବାହାରେ, ଯୋଉମାନେ ବୟସ୍କ ବ୍ୟକ୍ତି, ସେମାନେ ନ ଡରି ଥାଇ ପାରନ୍ତି, କିନ୍ତୁ ଛୋଟ ପିଲା ଡରିଯାଆନ୍ତି। କିନ୍ତୁ ଆପଣ ମନେ ପକାନ୍ତୁ, କୌଣସି ଯାତ୍ରାରେ, କୌଣସି ଡ୍ରାମାରେ, କୌଣସି ଫିଲ୍ମରେ, ଏବେ ତ ସବୁ ଫିଲ୍ମ ଆସିଗଲାଣି, ଫିଲ୍ମରେ ଯେତେବେଳେ ଯିଏ ଖଳନାୟକ ଭୂମିକା କରୁଥାଏ, ତାର ସେ ଯୋଉ ଖଳନାୟକ ପ୍ରକୃତିରେ ଲୋକମାନେ ଏତେ ତ୍ରସ୍ତ ହେଇଯାଆନ୍ତି, ସେତେବେଳେ ସେମାନେ ଭୁଲି ଯାଆନ୍ତି ଯେ ଏଇଟା ନାଟକ ଚାଲିଛି। ଯୋଉ ଲୋକଟି ଚରିତ୍ର, ସେ ଖଳନାୟକ ଚରିତ୍ରରେ ଅଭିନୟ କରୁଛି, ସିଏ ତା ଭିତରେ ସେହି ଖଳନାୟକତ୍ୱକୁ ଧାରଣ କରି ନଥାଇପାରେ। ସେତେବେଳେ ସେ ଲୋକଟିକୁ ଏତେ ଗାଳି ଦିଅନ୍ତି, ଏତେ ଗାଳି ଦିଅନ୍ତି। ଆମେ ଯେତେବେଳେ ଛୋଟ ଥିଲୁ, ମୁଁ ନିଜେ ମନେ ଅଛି ମୋର, ଗୋଟେ ବୋଧେ ଯାତ୍ରା ଯାଇଥିଲି, 3:30 4ଟା ବେଳକୁ ଯାଇ ପହଞ୍ଚିଲା ବେଳକୁ, କି 3ଟା 3:30 ବେଳକୁ ଦେଖିଲା ବେଳକୁ କଣ ହେଇଛି ନା, ଜଣେ ବ୍ୟକ୍ତି ଗୋଟେ ସେଇ ଯାତ୍ରାରେ ଗୋଟେ ନାରୀ ପ୍ରତି ଅସତ୍ ବ୍ୟବହାର କରିଛି। ସେତେବେଳେ ତ ଆମେ ଛୋଟ ଥାଉ, ଏତେ ରାଗ ମୋର ଭିତରେ ଆସିଲା, ସେଦିନ ତ ଛାଡ଼, କିଛି ତ କରିପାରିବିନି, ଛୋଟ ପିଲା। ତା ପରଦିନ ସକାଳେ ଯେତେବେଳେ ଆମେ ଯାଇଛୁ ନଦୀ ପାଖକୁ,
ସେ ଲୋକଟି ସେଇଠି ନଦୀ ପାଖରେ ବସି ଗାଧଉଛି। ତ ମୋ ରାଗରେ ଗଲି ଏକରି ଧୁମ କି ଗୁଟାକ ନାଥିଲି। ସେ ବୁଲିକି ଅନେଇଲା, ଇଏ ଭାଇ ତାକୁ ମାରିବାକୁ ଗଲା ବେଳକୁ ସିଏ ଯୋଉ ନାରୀ ପ୍ରତି ଯୋଉ ନାରୀ ଯିଏ ସ୍ତ୍ରୀ ଲୋକ ଭୂମିକାରେ ଅଭିନୟ କରିଥିଲା, ସିଏ ଗୋଟେ ପୁଅଟେ, ସିଏ ବି ସେଇଠି ଗାଧଉଛି। ମୁଁ କହିଲି କଣ ତ, ମୁଁ କହିଲି କଣ ଖାଲି ସ୍ତ୍ରୀ ଲୋକ ଥିଲେ, ଆଜି କଣ ପୁଅ ପିଲା ହେଇଗଲେ? ତ ଆମେ ତ ଛୋଟ ପିଲା, ସେଠୁ ଇଏ କହିଲା ବାବା କଣ ହେଲା, କାହିଁ ମାରିଲୁ ନା, କାହିଁ କାଲି ତମେ ଏମିତି କରିଥିଲ। ସେ ହସିଲେ ବହୁତ, ଗେଲ କଲେ। କିନ୍ତୁ ଏବେ ବି ପିଲା ହିସାବରେ ଆମେ ବି ଯେତେବେଳେ ବିରକ୍ତ ହେଇଯାଉଥିଲୁ, ସେତେବେଳେ ଆଉ ଗୋଟେ ଜିନିଷ ମୋର ମନେ ପଡୁଛି, କଥା ଗୁଡାକ ମଜା, କଥା ଗୁଡା ମଜା ଲାଗିବ, ଭଲ ଲାଗିବ। ସ୍କୁଲ ମାନଙ୍କରେ ଫ୍ୟାନ୍ସି ଡ୍ରେସ୍ ହୁଏ। ସ୍କୁଲ ମାନଙ୍କରେ ଫ୍ୟାନ୍ସି ଡ୍ରେସ୍ ହୁଏ। ମୋ ଦେଇ ବୋହୂ ହେଇଥାଏ, ଶାଶୁ ହେଇଥାଏ ତାର ଯିଏ ବେଷ୍ଟ ଫ୍ରେଣ୍ଡ, ମାତା, ତାଙ୍କ ନାଁ ମାତା, ତା ନାଁ ମାତା, ମାତା ଦିଦି ଡାକୁ। ସିଏ ସେଥିରେ କଣ ଅଛି, ଫ୍ୟାନ୍ସି ଡ୍ରେସ ରେ ବୋହୂକୁ ଶାଶୁ ଗାଳି ଦଉଛି, ଅତ୍ୟାଚାର କରୁଛି ଆଉ। ସେତେବେଳେ ଅ ମୋ ପାଖରେ ଆଉ ଗୋଟେ ଭଉଣୀ ଥାଏ। ମୁଁ ସେତେବେଳକୁ କେତେ ବର୍ଷ ହେଇଥିଲା ମୋର ମନେ ନାହିଁ। ସେ ଭଉଣୀ ରାଗିଥିଲା, କିନ୍ତୁ ମୋର ଯାହା ମନେ ପଡୁଛି, ସେ ଯୋଉ ଶାଶୁ ଯିଏ ହେଇଥିଲା, ତାକୁ ତ ଆମ ମାନେ ମାର ନ ମାରେ ଆଉ, ମୋ ଭଉଣୀ କାହିଁକି ମାରୁଛି ଆଉ। ଭାରି ସାହସ ତାର, ମୋ ଭଉଣୀକୁ ବାଡେଇ ଦବ। ତେଣୁ ଏବେ ବି ଆପଣ ବଡ ଲୋକମାନେ ବି ଯେତେବେଳେ ଫିଲ୍ମ ଦେଖୁଛନ୍ତି ବା ଯାତ୍ରା ଦେଖୁଛନ୍ତି, ଯିଏ ଭିଲିଆନ ହେଇଥାଏ ତା ଉପରେ ରାଗିଯାଆନ୍ତି। ତାମାନେ ସେତେବେଳେ ଆମେ ଭୁଲି ଯାଉଛୁ ପ୍ରକୃତରେ ସେଟା ଅଭିନୟ ହଉଛି। ତେଣୁ ଏ ସମାଜରେ, ଏ ସଂସାରରେ ଯେତେ ଗୁଡେ ଆପଣ ରୂପ ଦେଖୁଛନ୍ତି ଏବଂ ଯାହା ଯାହା ପରିସ୍ଥିତି ଘଟୁଛି, ଯେତେ ଜଣ ଯୋଉ ପ୍ରକାରର ବିକୃତି ଆମକୁ ଦେଖା ଯାଉଛି, ମତେ ପସନ୍ଦ ହଉଛି, ମତେ ଅପସନ୍ଦ ହଉଛି, ମତେ ରାଗ ଆସୁଛି, ଏ ସବୁ ହଉଛି ଆକ୍ଚୁଆଲି ମୁଖା। ତାଙ୍କ ମଧ୍ୟରେ ଯୋଉ ଲୁକ୍କାୟିତ ସତ୍ୟ ରହିଛି, ସେଇଟା ତାଙ୍କର ରୂପ। ଇଏ ହଉଛି ମୁଖା ରୂପ। କିନ୍ତୁ ଆମେ ମୁଖାକୁ ଦେଖି ଏ ସମାଜରେ ଶତ୍ରୁ, ମିତ୍ର, ମୋ ନିଜ ଲୋକ, ଭଲ ଲୋକ, ଖରାପ ଲୋକ, ମୋ ଦଳ ଲୋକ, ଏବେ ହେଇ କାଲି ତ ପଣ୍ଡିଚେରୀ ଯାଉଛନ୍ତି କିଛି ଜଣ ବ୍ୟକ୍ତି, ସେଥିରେ ଜଣେ ମହାନ ବ୍ୟକ୍ତି କହୁଛନ୍ତି ଯେ ଏମାନେ ସବୁ ମୋ ଦଳର ଲୋକ, ଆମ ଦଳର ଲୋକ, ମୋ ପଟିଆ ଲୋକ। ଇଏ ସବୁ ପଟିଆ ଦଳ, ଇଏ ସବୁ ହଉଛି ମୁଖା। ସେଇଥିପାଇଁ ଏ ଯୋଉ କୁହାଯାଏନି ମିଛମାୟା ସଂସାର, ପ୍ରକୃତରେ ମିଛମାୟା ସଂସାର ମାନେ ଏଇ ଯୋଉ ରୂପ ଗୁଡିକ ଆପଣ ଦେଖୁଛନ୍ତି, ଯାହା ଦେଖୁଛନ୍ତି, ସେଇଗୁଡାକ ସବୁ ହଉଛି ମିଥ୍ୟା। ତାହା କେବଳ ବାହ୍ୟ ପରିପ୍ରକାଶ। ତାଙ୍କ ପଶ୍ଚାତରେ ରହିଥିବା ଯୋଉ ସତ୍ୟ, ତାହା ଆମକୁ ଦୃଷ୍ଟିଗୋଚର ହଉନାହିଁ। ଏବଂ ଆଉ ଆମେ ଆ ପୂର୍ବରୁ ଏଇ ଜ୍ଞାନ 5 ମାତୃରଚନା ବଳି 10 ଆମେ ଆଲୋଚନା କରିସାରିଲେଣି। ଦେଖୁଛନ୍ତି ଯୋଉ ଯୋଉ ଘଟଣା ଘଟୁଛି, ଚତୁଃପାର୍ଶ୍ଵରେ କିଛି ବ୍ୟକ୍ତି ରହିଛନ୍ତି, ଯାହାଙ୍କ ପାଇଁ, ଯାହାଙ୍କ ଭିତରେ କିଛି ଦୁର୍ବଳତା, କିଛି ଅସାମର୍ଥ୍ୟତା ରହିଛି, ଯୋଉଟା କି ବିଜୟ ହାସଲ ହବା ଦରକାର, ତାଙ୍କର ଭିତରେ ଥିବା ଦୁର୍ବଳତା ବା ଅସାମର୍ଥ୍ୟତା ଉପରେ ସେମାନେ ବିଜୟ ହାସଲ କରିବେ ବୋଲି ଅନ୍ୟ ବ୍ୟକ୍ତି ମାନେ ବ୍ୟବହାର ହୁଅନ୍ତି। ସିଏ ଯୋଉ ଖରାପ ପ୍ରକୃତି ଦେଖଉଛି, ଆମର ଅନ୍ୟ ଲୋକଟିଏ ବା ଶତ୍ରୁ ଆଚରଣ କରୁଛି, ମୋ ଭିତରେ ଗୋଟେ ଅସାମର୍ଥ୍ୟ, ଗୋଟେ ଦୁର୍ବଳତା ଉପରେ ବିଜୟ ହାସଲ କରିବା ପାଇଁ, ମୁଁ ମାନେ ବ୍ୟକ୍ତି ହଉଛି ମୁଁ, ଦୁର୍ବଳତା ବା ଅସାମର୍ଥ୍ୟ ଉପରେ ବିଜୟ ହାସଲ କରିବି, କାହାର? ମୋର। ତେଣୁ ସିଏ ଲୋକଟି ତାକୁ କଣ କରୁଛି, ଅନ୍ୟ କାହାକୁ ଖରାପ ବ୍ୟବହାର କରୁଛି, କିମ୍ବା ଗୋଟେ ଭୁଲ କାମ ବା ବିରୋଧୀ କାମ ଘଟିଥାଏ। ଯେତେବେଳେ ଆମେ ଯେତେବେଳେ, ସେଥିପାଇଁ ମେସେଜ ଅଛି ମାଙ୍କର, if you want to change the whole world, first change yourself. If you want to change the others, first change your consciousness. ତୁମେ ତୁମ ଚେତନାରେ ଊର୍ଦ୍ଧ୍ୱକୁ ଉଠିଗଲେ ତୁମ ଚତୁଃପାର୍ଶ୍ଵର ପରିବେଶ ପରିସ୍ଥିତି ବଦଳିଯାଏ। ତେଣୁ ଆମେ ଏଇ ଯୋଉ ମୁଖା ଗୁଡାକୁ ଦେଖି ଆମେ ଭୟ କରୁଛୁ, ସେଥିପାଇଁ ପ୍ରଭୁ ଲେଖୁଛନ୍ତି ମୁଖା ଗୁଡାକୁ ଦେଖି ଭୟ କର ନାହିଁ।
ଯାହା ସମସ୍ୟା ଆସୁଛି, ଯାହା ଦୁର୍ବଳତା ଆସୁଛି, ଯେତେ ପ୍ରକାରର ଆପଣ ବ୍ୟକ୍ତିମାନଙ୍କୁ ଦେଖୁଛନ୍ତି, ସମସ୍ତଙ୍କ ପ୍ରତି ପୁରା ହୃଦୟର ସହିତ ଭଲ ପାଇବା ସହିତ ସେମାନଙ୍କୁ ଦେଖ। କିନ୍ତୁ ସତର୍କ ଆଉଥରେ କଣ? ଭଲ ପାଇବା ସହିତ ଦେଖିବାକୁ କୁହାହେଲା। ସିଏ ଯାହା କରୁଛନ୍ତି ତାକୁ ସମର୍ଥନ କରିବାକୁ କୁହା ହୋଇନାହିଁ। ସିଏ ଯାହା କରୁଛନ୍ତି ତାଙ୍କ ସପକ୍ଷରେ ଯାଇ ସେୟା କରିବାକୁ କୁହାଯାଇ ନାହିଁ। ସେଥିପାଇଁ କହୁଛି ତମେ ସତର୍କ ଅବଲୋକନ କର, ସତର୍କ କର, ସତର୍କ ରୁହ, କର୍ତ୍ତୃତ୍ୱ ହାସଲ କର, ତାହେଲେ ଯାଇକି ପ୍ରଭୁତ୍ୱ ହାସଲ ହବ। ସେମାନେ ଯାହା କରୁଛନ୍ତି ସେଥିରେ ମୋ ଦୁର୍ବଳତା, ମୋର ଅସାମର୍ଥ୍ୟ ଉପରେ ମୁଁ ବିଜୟ ହାସଲ କରିବି। ସେମାନଙ୍କ ଭିତରେ ମାଙ୍କୁ ଦର୍ଶନ କରି ମାଙ୍କୁ ମାନେ ମତେ ଯେମିତି ମା ଦେଖେଇ ଦେଲେ ତା ସେଇ ହିସାବରେ ମୁଁ ଗ୍ରହଣ କରିବି। କିନ୍ତୁ କୁହାଯାଉ ନାହିଁ ସେମାନେ ଯାହା କରୁଛନ୍ତି ମୁଁ ସେୟା କରିବି। କାହିଁକି ନା ଏ ବିଷୟରେ ବି ଆମେ ସଚେତନ ରହିବା। କେତେ ଗୁଡିଏ କାର୍ଯ୍ୟ ରହିଛି ଯୋଉଟା କି ଭଗବାନଙ୍କୁ ପରିପ୍ରକାଶ କରେ ନାହିଁ, ଭଗବାନଙ୍କ ଠାରୁ ମତେ ଦୂରେଇ ରଖେ। ଭଗବାନ ଆଉ ମୋ ଭିତରେ ସେ କଣ କରେ? ଅନ୍ତରାୟ ଗୋଟେ ପ୍ରାଚୀର ସୃଷ୍ଟି କରେ। ତେଣୁ ସେ ଘଟଣା ଯାହା ଘଟୁଛି ତା ଦେହରୁ ମୁଁ ଶିଖିଯିବି, ସେଇ ଘଟଣା ମୁଁ କରିବି ନାହିଁ। ତାହେଲେ ମୁଁ ଆଉ ମାଙ୍କ ଭିତରେ ଯୋଉ ପ୍ରାଚୀର ରହିଛି, ମୋ ଭିତରେ ଅନ୍ତରାତ୍ମା ରହିଛନ୍ତି, ସେ ପରିପ୍ରକାଶ ହେବାକୁ ଚାହୁଁଛନ୍ତି, ବାହ୍ୟ ମନ ପ୍ରାଣ ଶରୀର ପରିପ୍ରକାଶ କରିଦଉନାହାନ୍ତି। ଯୋଉ ଯୋଉ ବାଧା ରହିଛି ସେ ବାଧା ଗୁଡିକୁ ଧରିବି, ନେଇକି ମାଙ୍କ ପାଖରେ ସମର୍ପଣ କରିବି। ତେଣୁ ଏ ସମାଜକୁ, ଏ ସଂସାରକୁ, ଏ ପରିସ୍ଥିତିକୁ କୋଉ ଦୃଷ୍ଟିରେ ଦେଖିବେ ସେଟା କୁହାହଉଛି। କୁହାଯାଉଛି ଯୋଉ ଯାବତୀୟ ମିଥ୍ୟା ଦେଖୁଛନ୍ତି ସିଏ ହଉଛି କଣ? ଆଇଦର ଗଢି ଉଠୁଥିବା ଏକ ସତ୍ୟ, ତାମାନେ ତା ଭିତରେ ଧୀରେ 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 ସତ୍ୟଟି ରୂପ ଗ୍ରହଣ କରିବ। ବର୍ତ୍ତମାନ ଯୋଉ ସ୍ଥିତିରେ ଅଛି ରୂପ ଗ୍ରହଣ କରିବାକୁ ଯାଉଛି। ଅଥବା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବା ସତ୍ୟ। ଗୋଟେ ସତ୍ୟ ଥିଲା ବର୍ତ୍ତମାନ ବିକୃତ ହେଇଯାଇଛି, ଖଣ୍ଡ ଖଣ୍ଡ ହେଇଯାଇଛି, ଭିନ୍ନ ଏକ ରୂପ ସେ ଗ୍ରହଣ କରିଛି। ସେଥିପାଇଁ କହୁଛନ୍ତି ଯାବତୀୟ ବିଫଳତା ହେଉଛି ଗୁପ୍ତ ହୋଇ ରହିଥିବା ଫଳଦାୟକତା। ଆମର ଯୋଉ ବିଫଳତା ଆମ ଜୀବନରେ ଆସୁଛି, ହତାଶ ନିରାଶ ଅବସାଦ ଆଣିବ ନାହିଁ ମୋ ଭିତରେ। କାହିଁକି ନା ତା ଭିତରେ ମୁଁ ଖୋଜିବି ଯୋଉ ବିଫଳତାଟି ମୋ ପାଖରେ ଘଟିଲା, କୋଉ ଦୁର୍ବଳତା, କୋଉ ମୋର ରହିଗଲା ଅଭାବ ବୋଧ ମୋ ପ୍ରୟାସରେ, ସେଇ ବିଫଳତାର ମତେ ଆଣି ମଞ୍ଜିଟି ଦେଖି ଦେଇଛି, ତା ଭିତରେ ପ୍ରବେଶ କରିବି, ସେଇ ମଞ୍ଜିଟିକୁ ମୁଁ କାଢିକି ଫିଙ୍ଗି ଦେବି। ତେବେ ତା ଭିତରେ ଯୋଉ ଗୁପ୍ତ ହେଇ ରହିଛି ଯୋଉ ଫଳ, ଯିଏ କି ପରିପ୍ରକାଶ ହବା କଥା, ସିଏ ପରିପ୍ରକାଶ ହେଇପାରିବ। ତେଣୁ ଯିଏ ବିଫଳତାର କାରଣ ଘଟିଛି ମୋ ଭିତରେ, ମୋର ଯୋଉ ଅସାମର୍ଥ୍ୟତା, ମୋର ଯୋଉ ଦୁର୍ବଳତା, ତାକୁ ଖୋଜିକିରି ମାଙ୍କ ପାଖରେ ସମର୍ପଣ କଲେ ଗୁପ୍ତ ହୋଇ ରହିଥିବା ଫଳଟି କଣ ହବ? ପରିପ୍ରକାଶ ହବ। ତେଣୁ ଯାବତୀୟ ଦୁର୍ବଳତା ହେଉଛି ସୁଦୃଷ୍ଟିରୁ ଆପଣାକୁ ଲୁକାୟିତ କରି ରଖିଥିବା ସବଳତା। ତେଣୁ ଯେତେବେଳେ ଦୁର୍ବଳତା ରହିଛି, ତା ମାନେ ଆପଣ ମନେ ରଖିବେ ଆପଣଙ୍କ ଭିତରେ ସାମର୍ଥ୍ୟ ରହିଛି ସବଳ ହବାର। ଦୁର୍ବଳତା କେବେ ବି ଗୋଟେ ମାପଦଣ୍ଡ ନୁହଁ ଯେ ଆପଣ ହାରିଗଲେ ବୋଲି। ଦୁର୍ବଳତା ଗୋଟେ ମାପଦଣ୍ଡ ଆପଣଙ୍କୁ ଦେଖେଇ ଦଉଛି ଯେ ଆପଣ ଏଇଥିରେ ଦୁର୍ବଳ। ତା ମାନେ ସେଇ ଶକ୍ତିଟି ଲୁକାୟିତ ହେଇକି ରହିଛି ଆପଣଙ୍କ ଭିତରେ, ଆପଣ ତା ଦେହରୁ ଅଳପ ପ୍ରକାଶିତ କରୁଛନ୍ତି ବୋଲି ଦୁର୍ବଳ। ଆପଣ ଭାବୁନାହାନ୍ତି, ଯେତେବେଳେ ଆମେ ସାଧାରଣ ଅବସ୍ଥାରେ ଥାଉ, କିଛି ଗୋଟେ ଜିନିଷ ଯଦି ଉଠେଇବାକୁ କୁହାଯାଏ ଆମେ ଉଠେଇ ପାରୁନା। କିନ୍ତୁ ଯଦି ଆମକୁ ବେଳେ ବେଳେ ଦେଖି ଜଣେ ରାଗି ଯାଇଥିବ, ପୁରା ରାଗି ଯାଇ କଣ କର, ସେକୁ ଜୋରରେ ଉଠେଇ ଦବ। ତମେ ତା ଭିତରେ ସେ ବଳଟା ଥିଲା ନା ନଥିଲା, କୁଆଡେ ଯାଇଥିଲା? ବୁଝିପାରୁଛନ୍ତି ତ? ଯେତେବେଳେ ଆମେ କୋଉଠି ଗୋଟେ ରାଗ କରୁ, ମାନେ ଜୋଶ ଆସିଯାଏ ସେତେବେଳେ, ବା କେତେବେଳେ ରାଗିଲେ ବି ଆମେ ରାଗିକି ଉଠେଇ ଦଉ, କିମ୍ବା ଜୋଶ ଆସିଲେ ଜୋର ଲଗା କେ ହାଇ ସା କହିକି ଉଠେଇ ଦଉ। ଏଇଠି ଗୋଟେ ବଢିଆ କଥାଟେ ମନେ ପଡିଲା। କଣ ହେଇଛି? ରାଜାଙ୍କ ହାତୀ ଦଳ ଯୋଉ କାଦୁଅ ପଙ୍କ ଭିତରେ ପଡି ଯାଇଛନ୍ତି, ଉଠି ପାରୁନାହାନ୍ତି। ଯେତେ ଯାହା ପ୍ରଚେଷ୍ଟା କଲେ ଉଠୁନାହାନ୍ତି, ଆଉ ଉଠେଇ ପାରୁନାହାନ୍ତି। କିଏ ଉଠେଇ ପାରିବ? ଟାଣି ପାରୁନାହାନ୍ତି। ହାତୀ ତା ଦଳ ମାନେ ପଙ୍କ ଭିତରେ ପଶି ପଶିକା ଯାଉଛନ୍ତି। ସମସ୍ତେ ନାଚାର ହେଇଗଲେ। ଆଉ ଅନ୍ୟ ହାତୀ ମାନଙ୍କୁ ଆଣିକିରି
ଦୌଡ଼ା ପକେଇ ବାନ୍ଧି ଟାଣିବାକୁ ଚେଷ୍ଟା କଲେ ତଥାପି ବାହାରି ପାରୁନାହାନ୍ତି। ସେ ପଙ୍କ ଭିତରେ ପଶି ପଶି ଯାଉଛନ୍ତି। ଏହି ସମୟରେ ସମସ୍ତେ ବ୍ୟତିବ୍ୟସ୍ତ। ସେଠୁ ହାତୀ ବି ଚେଷ୍ଟା କରୁଛି ତା ଭିତରେ ବଳ ପ୍ରୟୋଗ କରୁଛି, ଏଠି ଆସିପାରୁ। ସେଇଠି ଜଣେ ବୟସ୍କ ବ୍ୟକ୍ତି, ସେଇଥିପାଇଁ କୁହାଯାଏ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ସୁଦ୍ଧା ବୟସ୍କ ବ୍ୟକ୍ତି, ସିଏ ଜଣେ ସୈନିକ ଥିଲେ। ସେ ଆସି କହୁଛି ମହାରାଜ, ଆଉ ମତେ ଯଦି ଆପଣ ସୁଯୋଗ ଦେବେ ମୁଁ ଚେଷ୍ଟା କରିବି ହାତୀଟିକୁ ଉଠେଇଦେବାକୁ। ଦେଖୁଛନ୍ତି ଏତେ ବୟସ ବ୍ୟକ୍ତି, ଇଏ କଣ ଉଠେଇବେ? ନା ଆଜ୍ଞା ମତେ ଟିକେ ସୁଯୋଗ ଦିଅନ୍ତୁ ନା। ହଉ ଠିକ ଅଛି। କହିଲେ ସାଙ୍ଗେ ସାଙ୍ଗେ ସବୁ ଡକେଇଲେ, କହିଲେ ଯୁଦ୍ଧ ବାଦ୍ୟ ସବୁ ନେଇକି ଆସ। ଯୁଦ୍ଧ ବାଦ୍ୟ ନେଇକି ଆସ। ଆଉ ନେଇକି ଆସିଲେ, କହିଲେ ବଜାଅ ଜୋରରେ, ମାନେ ଏତେ ଜୋରରେ ବଜାଅ ଯେମିତି ଯୁଦ୍ଧ ପୁରା ଘମାଘୋଟ ଯୁଦ୍ଧ ଚାଲିଛି। ବଜେଇ ଦେଲେ ଯୁଦ୍ଧ ବାଦ୍ୟ, ଧାଇଁ 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 ଯେତେ ବାଜିଲା, ପୁରା ରାଜା ହାତୀ ନା, ରାଜାଙ୍କ ହାତୀ ଏକା ଦମରେ ହୁଙ୍କାର ରଡି ଛାଡିକିରି ସେ କାଦୁଅ ଭିତରୁ ବାହାରିକି ଆସି ବାହାରେ। ଆଗଟା ଇଏ କହିଲେ ଆଗଟା ପୁରା ଫାଙ୍କା କରିଦିଅ, କାହିଁକିନା ସେତେବେଳେ ସେ ଅବସ୍ଥା କିଛି ରଖିବ ନାହିଁ। ଯୋଉମାନେ ବଜଉଥିଲେ ସବ ଛିନ ଛତ୍ର ହେଇ କିଏ କୁଆଡେ ପଳେଇଲେ। ତାପରେ କିଛି ଦୂରରେ ମହାରାଜଙ୍କୁ କହିଲେ, ମହାରାଜ ଆପଣ ଯାଆନ୍ତୁ, କାହିଁକିନା ଆପଣଙ୍କ ବ୍ୟତିରେକ ସେ ଆଉ କାହା ହାତରେ ଶାନ୍ତ ହବନି। କାହିଁକିନା ବର୍ତ୍ତମାନ ସେ ଯୁଦ୍ଧ ବାଦ୍ୟ ଫଳରେ ତା ଭିତରେ ଯୋଉ ମାନେ ଜୋଶ ଆସିଛି, ସିଏ ଆଉ ବର୍ତ୍ତମାନ ରଖେଇ ଦବନି କିଛି। ସିଏ ପୁରା ମାଡିକି ଗଲା ବେଳକୁ ରାଜା ସାଙ୍ଗେ ସାଙ୍ଗେ ଅଲଗା ରଥରେ ଯାଇକି ତା ଆଗରେ ପହଞ୍ଚିକିରି ରାଜା ଠିଆ ହେଇକି ଯେତେବେଳେ ତାଙ୍କୁ ହାତ ଥରେ ଡାକିଲେ, ତ ସେ ରାଜାଙ୍କୁ ଦେଖିଲା ଯେ ରାଜା କୁଶଳ ଅଛନ୍ତି। ମହାରାଜ ପୁରା ସାଙ୍ଗରେ ରାଜା କୁଶଳ ଅଛନ୍ତି ଯେମତି ଆସିକି ରାଜାଙ୍କ ପାଖରେ ପହଞ୍ଚିଗଲେ। ତେଣୁ ଯୁଦ୍ଧ ବାଦ୍ୟ ବେଳେ ସେ ଯଦି ଉଠି ପାରୁଛି, ତାମାନେ ସେ ବଳଟା ତା ଭିତରେ ରହିଛି। ତେଣୁ ଯେତେ ଆମେ ଯୋଉ ଦୁର୍ବଳତା ଆମେ ଦେଖୁଛନ୍ତି, ମନେ ରଖନ୍ତୁ ଆମ ଭିତରେ ଲୁକାୟିତ ବଳର ସିଏ ହଉଛି ଏକ ପରିପ୍ରକାଶ। ଯାବତୀୟ କହୁଛନ୍ତି ସୁଦୃଷ୍ଟିରୁ ଆପଣାକୁ ଲୁକାୟିତ କରି ରଖିଥିବା ସବଳତା। ଯାବତୀୟ ଦୁଃଖ ହେଉଛି ଗୁପ୍ତ ଏବଂ ପ୍ରବଳ ହୋଇ ରହିଥିବା ଏକ ଉଲ୍ଲାସ। ଲୁଚିକି ରହିଛି ଯୋଉ ଉଲ୍ଲାସ, ସିଏ କଣ ହଉଛି ଦୁଃଖର ଏକ ଲକ୍ଷଣ ରୂପେ ପରିପ୍ରକାଶ ହେଇଛି। ଯଦି ତୁମର ବିଶ୍ୱାସ ସୁଦୃଢ ଏବଂ ଅନୁଶୋଚନା ମୁକ୍ତ ହୋଇଥାଏ, ବିଶ୍ୱାସଟି ଯଦି ସୁଦୃଢ ହେଇଥିବ, ତା ସହିତ କହିଲେ ଅନୁଶୋଚନା ମୁକ୍ତ। ଆମେ ଯଦି ବିଶ୍ୱାସ କଲାବେଳେ ହଁ ହେଇତ, ଏଇଟା ବିଶ୍ୱାସ କେବେ ବି ନୁହେଁ। ଯାହା ଉପରେ ବିଶ୍ୱାସ ରଖନ୍ତି, ସିଏ ମୋ ପାଇଁ ଯାହା କରୁଛନ୍ତି, ପରମ ପ୍ରଭୁ ମୋ ପାଇଁ ଯାହା କରିବେ ସର୍ବାଦୌ ମଙ୍ଗଳ ହବ। କୌଣସି ପ୍ରକାରର ମୋ ଭିତରେ କନଫ୍ୟୁଜନ ନାହିଁ, ଶୋଚନା ନାହିଁ, କଣ ହବ ନହବ ଇଏ ଭାବନା ନାହିଁ, କିଛି ନାହିଁ। ସେଇ ପ୍ରକାର ସୁଦୃଢ ବିଶ୍ୱାସ ରହିଲେ, ତାପରେ ଦେଖିବେ ଆପଣ ସତ୍ୟକୁ ଦର୍ଶନ କରିପାରିବେ। ସେଥିପାଇଁ କହୁଛି ଆପଣ ସେତେବେଳେ ପରିଶେଷରେ ପୂର୍ଣ୍ଣ ସତ୍ୟମୟ, ସର୍ବଶକ୍ତିଶାଳୀ ଏବଂ ସର୍ବାନନ୍ଦଙ୍କୁ ଅବଶ୍ୟ ପ୍ରତ୍ୟକ୍ଷ ଏବଂ ଅନୁଭବ କରିପାରିବେ। ଏତିକି ଆମେ ମନେ ରଖିବା ଏବଂ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତାକୁ ସ୍ମରଣ କରି ପ୍ରୟୋଗ କରିବା ପାଇଁ ଚେଷ୍ଟା କରିବା, ମାଙ୍କୁ ପ୍ରାର୍ଥନା କରିବା, ଆଶୀର୍ବାଦ କରିବା, ଯେପରି ମୁଁ ସେଇ ଚେଷ୍ଟାରେ ସଫଳ ହୁଏ। ଉଦ୍ୟମ ଏବଂ ବିଶ୍ୱାସର କ୍ଷେତ୍ରରେ ମା କହୁଛନ୍ତି ଏକ ଅକ୍ଳାନ୍ତ ସାତତ୍ୟ ଦ୍ଵାରା ହିଁ ଆମେ ସେହି ସାତତ୍ୟ ରୂପ ଏବଂ ପୂର୍ଣ୍ଣ ନିଃଶ୍ରେୟସୀ ରୂପ ରୂପୀ ଦିବ୍ୟ ପରମ ଚେତନା ସହିତ ଆପଣାର ସମ୍ମିଳନ ଘଟାଇ ପାରିବେ। ମା, ଥ୍ୟାଙ୍କ ୟୁ ଅଲ୍। ଅରୋବର।